ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ ଅର୍ଥାତ୍ ଏପ୍ରିଲ ମାସ 4 ତାରିଖ ଶନିବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର 24ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଉ 6ଟି ଜିଲ୍ଲାରେ ପାଗ ଶୁଖିଲା। ତେବେ ଦିନରେ ଗରମ ଗୁଳୁଗୁଳି ଆଉ ସନ୍ଧ୍ୟା ବେଳକୁ ଘଡ଼ଘଡ଼ି ବିଜୁଳି ବର୍ଷା ହେବା ନେଇ 24ଟି ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି, ଅର୍ଥାତ୍ ହଳଦିଆ ରଙ୍ଗର ଚେତାବନୀ ଜାରି କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ। ତେବେ ଆସନ୍ତୁ ନଜର ପକାଇବା ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଯେଉଁ 24ଟି ଜିଲ୍ଲାଗୁଡ଼ିକରେ ଘଡ଼ଘଡ଼ି ବିଜୁଳି ବର୍ଷା ସହିତ ପବନ ଘଣ୍ଟା ପ୍ରତି ବୋହିବ, ଯାହାର ବେଗ ଘଣ୍ଟା ପ୍ରତି 30ରୁ 40 କିଲୋମିଟର ରହିବାକୁ ଥିବା ବେଳେ ଝଟକା ପବନ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ପର୍ଯ୍ୟନ୍ତ ରହିବାକୁ ଥିବାରୁ ହଳଦିଆ ରଙ୍ଗର ଚେତାବନୀ ଜାରି କରିଛି ପାଣିପାଗ ବିଭାଗ। ତେବେ କେଉଁ 24ଟି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ, କେଉଁ 6ଟି ଜିଲ୍ଲାରେ ପାଗ ଶୁଖିଲା ରହିବ, ସେସବୁର ସମ୍ପୂର୍ଣ୍ଣ ଖବରଟି ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ। ଆଉ ଯଦି ତା ପୂର୍ବରୁ ଆମ ଓଜିଏନ୍ ଓଡ଼ିଆ ଚ୍ୟାନେଲଟିକୁ ନୂଆ କରି ଆସିଥିଲେ ଏବେ ହିଁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆଗକୁ ମଧ୍ୟ ଏହିପରି ପାଣିପାଗ ସମ୍ବନ୍ଧୀୟ ସମସ୍ତ ପ୍ରକାର ଅପଡେଟ୍ ଖବରଗୁଡ଼ିକ ସର୍ବପ୍ରଥମେ ଜାଣିବା ପାଇଁ। ତେବେ ରାଜ୍ୟରେ ବର୍ତ୍ତମାନ ଗୋଟିଏ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି ଆଉ ଏହାର ପ୍ରଭାବରେ ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ। ତେବେ ଏପ୍ରିଲ 4 ତାରିଖ ସନ୍ଧ୍ୟା ସୁଦ୍ଧା 24ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ଆଉ 6ଟି ଜିଲ୍ଲାରେ ପାଗ ଶୁଖିଲା ରହିବ। ତେବେ ଆସନ୍ତୁ ପ୍ରଥମେ ଜାଣିନେବା କେଉଁ କେଉଁ 24ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ ଆଉ ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର, କୋରାପୁଟ ଏବଂ ମାଲକାନଗିରି ରହିଥିବା ବେଳେ ଏହାପରେ 6ଟି ଜିଲ୍ଲାରେ ପାଗ ଆଜି ଶୁଖିଲା ରହିବ ଆଉ ସେସବୁ ଜିଲ୍ଲାଗୁଡ଼ିକ ମଧ୍ୟରୁ ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର। ତେବେ ଆପଣମାନେ କେଉଁ ଜିଲ୍ଲାରୁ ଭିଡ଼ିଓ ଦେଖୁଛନ୍ତି କମେଣ୍ଟ କରନ୍ତୁ ଆଉ ଆପଣଙ୍କ ସାଙ୍ଗସାଥିମାନଙ୍କୁ ଭିଡ଼ିଓଟି ସେୟାର କରନ୍ତୁ, ଯାହାଫଳରେ ସେମାନେ ମଧ୍ୟ ସଠିକ୍ ପାଣିପାଗର ଅପଡେଟ୍ ଖବର ଜାଣିପାରିବେ। ରହୁଛି, ଜୟ ଜଗନ୍ନାଥ।